ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥ ନକର ହେଳା। ଭାଗବତ ଭଜନ ମାଳା ପ୍ରଥମ ଦ୍ୱିତୀୟ ଆଗମ ଏ ବାଣୀ ତୃତୀୟ ବ୍ରହ୍ମାଣ୍ଡ ସର୍ଜନା ହେଲା। ଚତୁର୍ଥରେ ଧ୍ରୁବ ତପ ଆଚରିଣ ଅଜପା ମନ୍ତ୍ରକୁ ହୃଦେ ଜପିଲା। ଭାଗବତ ଭଜନ ମାଳା ପଞ୍ଚମରେ ପୃଥ୍ୱୀ ସାତ ଭାଗ କରି ବାଣ୍ଟିଣ ଭରତ ପୁଅକୁ ଦେଲା। ଷଷ୍ଠ ସ୍କନ୍ଧରେ ପାପୀ ଅଜାମିଳ ନାରାୟଣ ନାମ ଉଚ୍ଚେ ଡାକିଲା। ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥ ନକର ହେଳା। ଭାଗବତ ଭଜନ ମାଳା ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ଜନ୍ମ ହିରଣ୍ୟାକ୍ଷ ବିଦାରଣ ହୋଇଲା। ଅଷ୍ଟମ ସ୍କନ୍ଧରେ ସମୁଦ୍ର ମନ୍ଥନ ଗଜ କୁମ୍ଭୀରଙ୍କ ଯୁଦ୍ଧ ଲାଗିଲା। ଭାଗବତ ଭଜନ ମାଳା ନବମ ସ୍କନ୍ଧରେ ବଂଶାନୁଚରିତ ଦଶମେ କହ୍ନାଇ ଜନମ ହେଲା। ଗୋପ ବୃନ୍ଦାବନ ମଥୁରା ଦ୍ୱାରକା ବାଳଲୀଳା ଭାବ ଏଥୁ ସରିଲା। ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥ ନକର ହେଳା। ଭାଗବତ ଭଜନ ମାଳା ଏକାଦଶ ସ୍କନ୍ଧେ ତତ୍ତ୍ୱ ନିରୂପଣ ଉଦ୍ଧବେ ଶ୍ରୀହରି କରୁଣା ହେଲା। ଏକାକ୍ଷର ବ୍ରହ୍ମ ଯାହୁଁ ବିରାଜିତ ଅଧ ଊର୍ଦ୍ଧ୍ୱ ତହୁଁ ବାରି ନୋହିଲା। ଭାଗବତ ଭଜନ ମାଳା ଦ୍ୱାଦଶ ସ୍କନ୍ଧରେ